ମ ବିତ୍ତର କରାମତି ମାନେ ଅର୍ଥର କରାମତି। ଧରମଦାସ ସହରରେ ଭଡା ଘରେ ରହିଥାଏ। 30 ବର୍ଷ ତଳେ ଗାଁ ଛାଡି ସହରକୁ ଚାକିରି କରିବା ସକାଶେ ଆସିବା ବେଳେ ସେ କେତେ ସ୍ୱପ୍ନ ଦେଖିଥାଏ। ଦିନେ ସେ ବହୁତ ରୋଜଗାର କରିବ, କୋଠା ବାଡି କରିବ ଇତ୍ୟାଦି ଇତ୍ୟାଦି। କିନ୍ତୁ ଏଣେ ପରିବାର ବଢି ବଢି ଚାଲିଥାଏ। ତାର ସେ ସ୍ୱପ୍ନଟି ସ୍ୱପ୍ନରେ ରହିଗଲା। ଚାକିରିରେ ଦରମା ଯେତିକି ତା ପରିବାରକୁ ମଧ୍ୟ ନିଅଣ୍ଟ ହୁଏ। ଏପଟରେ ବଜାର ଦର ମଧ୍ୟ ହୁ ହୁ ହେଇ ବଢି ଚାଲିଥାଏ। ଯେତିକି ପାଉଥାଏ ସେତିକିରେ କୌଣସି ମତେ ସେ ପରିବାରର ଭରଣ ପୋଷଣ କରୁଥାଏ। କିଛି ସାଇତି ରଖିବା ଆଦୌ ସମ୍ଭବପର ହେଉନଥାଏ। ଘରେ ଏପଟରେ ଦୁଇଟି ବଡ ବଡ ଝିଅ, ସେମାନଙ୍କର ବାହାଘର ବିଷୟ ଭାବିଲେ ଧରମଦାସର ମୁଣ୍ଡ ବୁଲେଇ ଦେଉଥିଲା। ସେ ଭଗବାନଙ୍କୁ ଭରସା କରି ସବୁ ଭୁଲି ଯାଉଥିଲା। ହଠାତ୍ ତାଙ୍କ ଗାଁରୁ ଖବର ଆସି ପହଞ୍ଚିଲା, ତା ବୁଢା ବାପା ମା ଉଭୟ ବେମାରରେ ପଡିଛନ୍ତି। ସେମାନଙ୍କୁ ସହରକୁ ନେଇ ଆସି ସେମାନଙ୍କ ଚିକିତ୍ସାର ବ୍ୟବସ୍ଥା କରିବା ଅତି ଆବଶ୍ୟକ। କିନ୍ତୁ ସେଥିପାଇଁ ତ ଟଙ୍କା ଦରକାର। କିପରି ସେ ବ୍ୟବସ୍ଥା କରିପାରିବ? ଘର ପଛପଟେ ଧରମଦାସ ଦୁଃଖ କରି ତା ସ୍ତ୍ରୀ କୁ କହିଲା, ମୁଁ ଏଡେ ହତଭାଗା, ଏତେ ବର୍ଷ ଚାକିରି କରି ମଧ୍ୟ ଆଜି ବାପା ମାଙ୍କର ଶେଷ ଅବସ୍ଥାରେ ସେମାନଙ୍କର କୌଣସି ଉପକାର କରିପାରୁନାହିଁ। ସ୍ତ୍ରୀ କହିଲେ, କଣ ଆଉ କରନ୍ତ ଯେ, ଆମେ ତ ଜାଣି ଶୁଣି ସେମାନଙ୍କୁ ଆଉ ହତାଦର କରୁନାହୁଁ। ଦୈବ ଆମକୁ ଦୈବ ଆମକୁ ଗରିବ କରି ରଖିଛି। ଆମେ ଇଚ୍ଛା କଲେ କଣ ଆମ ଅବସ୍ଥା ବଦଳାଇ ଦେଇପାରିବା? ଧରମଦାସ କହିଲେ, ମୋର ଯଦି ଘର ବା ଜମି ଜମା ଖଣ୍ଡିଏ ଥାଆନ୍ତା, ତେବେ ତାକୁ ବିକ୍ରି କରିଦେଇ ମଧ୍ୟ ବାପା ମାଙ୍କୁ ଏଠାରେ ରଖି ତାଙ୍କର ସେବା ଶୁଶ୍ରୂଷା କରନ୍ତି। କିନ୍ତୁ ସେଭଳି ତ କିଛି ମୋର ନାହିଁ। ସେମାନେ ଭାବୁଥିବେ ପୁଅ ସହରରେ ରହିଛି, ଆମକୁ ଭୁଲି ଯାଉଛି। ଧରମଦାସ ଏଇ ପ୍ରକାରର ଚିନ୍ତା କରି କରି ତାଙ୍କର କଥାବାର୍ତ୍ତା ଶେଷ କଲେ। ସେମାନଙ୍କର କଥାବାର୍ତ୍ତା ଶୁଣୁଥିଲେ ଗଛରେ ରହୁଥିବା ଜଣେ ଗନ୍ଧର୍ବ ଏବଂ ଜଣେ ଗନ୍ଧର୍ବୀ। ଗନ୍ଧର୍ବ କହିଲେ, ଗନ୍ଧର୍ବ ଓ ଗନ୍ଧର୍ବୀ ଉଭୟ କଥା ହଉଛନ୍ତି। ଗନ୍ଧର୍ବ କହିଲେ, ବାସ୍ତବିକ ଏମାନଙ୍କୁ ଆମେ ସାହାଯ୍ୟ କରିବା କଥା। ଏମାନଙ୍କ ଉଦ୍ଦେଶ୍ୟ ବଡ ମହତ୍। ତା ଛଡା ଏ ଘରେ ସ୍ୱାମୀ ସ୍ତ୍ରୀ ପିଲା ପିଲି ସମସ୍ତଙ୍କ ଭିତରେ କେତେ ସଦ୍ଭାବ ବୁଝାମଣା ରହିଛି। ଗନ୍ଧର୍ବ କହିଲେ, ମୁଁ ବି ସେୟା ଭାବୁଛି। ଆଜି ଚାଲ ରାତିରେ କିଛି ଧନ ସମ୍ପଦ ଏପରି ସ୍ଥାନରେ ଥୋଇଦେବା, ସକାଳେ ସେମାନେ ଉଠୁ ଉଠୁ ସହଜରେ ଯେପରି ତାଙ୍କ ଆଖିରେ ପଡିବ। ଏହାପରେ ଗନ୍ଧର୍ବ ଓ ଗନ୍ଧର୍ବୀ ଗୋଟିଏ ଥଳିରେ କିଛି ସୁନା ମୁଣ୍ଡା ଭର୍ତ୍ତି କରି ତାଙ୍କ କୂଅ ପାଖରେ ଥୋଇଦେଲେ। ଭୋର ବେଳକୁ ଧରମଦାସର ସ୍ତ୍ରୀ କୂଅକୁ ପାଣି କାଢିବାକୁ ଆସି ସେ ଥଳି ଦେଖି କୌତୁହଳ ବଶତଃ ତାହା ଖୋଲିଲା। ଭିତରେ ସୁନା ମୁଣ୍ଡାକୁ ଦେଖି ବିସ୍ମୟ, ଏପଟରେ ଆନନ୍ଦ। କିଛି ସମୟ ପର୍ଯ୍ୟନ୍ତ ସ୍ତବ୍ଧ ହୋଇ ରହିଗଲା। ତାପରେ ଦୌଡି ଯାଇ ତା ସ୍ୱାମୀଙ୍କୁ ଡାକି ନେଇକରି ଆସିଲା। ଧରମଦାସ ବି ଦେଖି ତାର ଆନନ୍ଦ କହିଲେ ନ ସରେ। ଥଳିକୁ ଘର ଭିତରକୁ ନିଆଗଲା। ଦୁହେଁ ତାକୁ ଗୋପନରେ ରଖିବାକୁ ଇଚ୍ଛା କଲେ ବି ସେମାନଙ୍କର ଆନନ୍ଦ ଏଡେ ପ୍ରବଳ ହୋଇଯାଇଥିଲା ଯେ ସେମାନେ ପିଲାମାନଙ୍କୁ ସେ ଆବିଷ୍କାର କଥା ନ କହି ରହିପାରିଲେ ନାହିଁ। ତାଙ୍କର ଦୁଇ ପୁଅ ଖୁସିରେ ନାଚିଗଲେ। ବର୍ତ୍ତମାନ ଆମର ପ୍ରଥମ କାମ କଣ ହେବ ସେ କଥା ଠିକ କରିବା ଉଚିତ। କିଏ? ବଡ ପୁଅ କହୁଛି। ଗୋଟେ ଆମେ ବ୍ୟବସାୟ କରିବା, ତାହେଲେ ଆମର ଟଙ୍କା ପଇସା ଆହୁରି ବଢିବ। ସାନ ପୁଅ କହିଲା, ବ୍ୟବସାୟରେ ତ କ୍ଷତି ବି ହେଇପାରେ। ନା, ଆମେ ସମସ୍ତେ ବର୍ତ୍ତମାନ ଭଲ ଭାବରେ ଖିଆପିଆ କରିବା, ଆଉ ଆମେ ଦୁହେଁ କାଶୀ ଯାଇ ବିଦ୍ୟା ଅର୍ଜନ କରିବା। ଟଙ୍କା ଆଜି ଅଛି କାଲିକି ନଥିବ, କିନ୍ତୁ ବିଦ୍ୟା ଥରେ ଅର୍ଜନ କଲେ ସବୁଦିନେ ଆମର ହୋଇ ରହିଥିବ। ଏସବୁ କଥା ଶୁଣି ଧରମଦାସର ସ୍ତ୍ରୀ କହିଲା, ତମେ ପିଲା ଗୁଡାଏ କଣ ଜାଣିଛ? ମୁଁ ଜୀବନ ସାରା ଖାଲି ଅଳଙ୍କାର ଦେଖୁଛି ଅନ୍ୟ ସ୍ତ୍ରୀ ଲୋକମାନଙ୍କ ଦେହରେ, କିନ୍ତୁ କେବେ ହେଲେ ଗୋଟିଏ ହେଲେ ଭଲ ଅଳଙ୍କାର ପିନ୍ଧିବାର ସୁଯୋଗ ମୁଁ ପାଇନାହିଁ। ମୁଁ ଯେ ଅଳଙ୍କାର ପିନ୍ଧିବା ପାଇଁ ଲୋଭ କରୁଛି ତାହା ନୁହେଁ। କଥା କଣ କି, ସୁନାକୁ ଅଳଙ୍କାର ରୂପେ ପିନ୍ଧିଲେ ସୁନ୍ଦର ବି ଦିଶିବ, ଆଉ ଅର୍ଥ ଖର୍ଚ୍ଚ ନ ହୋଇ ସୁନା ଆକାରରେ ରହିବି ଯିବ।
ଆବଶ୍ୟକ ବେଳେ କାମରେ ଆସିବେ। ଏସବୁ ଶୁଣି ଧରମଦାସ କହିଲା, ତମ ମାନଙ୍କର ବୁଦ୍ଧି ବିଶେଷ କିଛି ନାହିଁ ଦେଖୁଛି। ପ୍ରଥମେ ଗୋଟେ ଭଲ ଘର କିଣି ପକାଇବା, କିଛି ଜମିବାଡି ମଧ୍ୟ କିଣିବା। ଏତିକି ମିଳି ସାରିଲେ ତେଣିକି ତୁମେ ବେପାର କର ବା ଯାହା କର। ଧରମଦାସଙ୍କର କଥା ତାଙ୍କ ପୁଅ ମାନଙ୍କର କିମ୍ବା ସ୍ତ୍ରୀର ପସନ୍ଦକୁ ଆସିଲା ନାହିଁ। ସେମାନେ ନିଜ ନିଜ ମତରେ ଅଟଳ ରହିଲେ। କ୍ରମେ ସେମାନଙ୍କ ମତଭେଦ ଝଗଡାରେ ପରିଣତ ହେଲା। ଝିଅ ଦୁଇ ଜଣ ଚୁପଚାପ ଠିଆ ହେଇଥାନ୍ତି ସିନା, କିନ୍ତୁ ସେମାନଙ୍କର ବାହାଘର କଥା କାହାରି ମନକୁ ଆସୁନାହିଁ ଦେଖି ସେମାନେ ମନେ ମନେ ବଡ ଦୁଃଖ ଅନୁଭବ କରୁଥାନ୍ତି। ଧରମଦାସ ଥଳି ଫିଟାଇ କହିଲା, ଦେଖେ ଆଗ କେତେ ସୁନା ଅଛି। ଥଳି ଖୋଲିଦେଲା ବେଳକୁ ସୁନା କାହିଁ, ତା ବଦଳରେ ଥଳିରେ ମାଟି ଗୋଡି ଭର୍ତ୍ତି ହୋଇଥିଲା। କାହିଁକି ନା ଗନ୍ଧର୍ବ ଓ ଗନ୍ଧର୍ବୀ ଅଦୃଶ୍ୟ ଭାବରେ ସେମାନଙ୍କର ଝଗଡା ଲକ୍ଷ୍ୟ କରୁଥିଲେ ଏବଂ ଭାବୁଥିଲେ, ହାୟ, ଏତେ ଦିନ ଯେଉଁ ପରିବାର ଭିତରେ ଏଡେ ସଦ୍ଭାବ ଥିଲା, ଏ ସାମାନ୍ୟ ଧନ ଆସିଲା ପରେ ତାଙ୍କର ସେ ସଦ୍ଭାବ ଭାଙ୍ଗିଦେଲା। ତେଣୁ ଏଭଳି ଧନ ବା ଏଭଳି ସୁନା ଲାଭ କଣ, ଯାହା ପରିବାର ଭିତରେ ସଂଗତି ସଦ୍ଭାବକୁ ଭାଙ୍ଗିଦିଏ। ଏହା ଭାବି ସେମାନେ ସୁନାକୁ ବଦଳାଇ ମାଟି ଗୋଡି କରିଦେଇଥିଲେ। ଧରମଦାସ ମୁଣ୍ଡରେ ହାତ ଦେଇ ବସି ପଡିଲା ସୁନା ମୁଣ୍ଡା ବଦଳରେ ମାଟିକୁ ଦେଖି। ତା ସ୍ତ୍ରୀ ବି ଦେଖିକି କାନ୍ଦିଲା। ପୁଅ ଦୁଇ ଜଣ ମୁଣ୍ଡ ତଳକୁ କରି ଠିଆ ହେଇଥାନ୍ତି। ବଡ ଝିଅ କହିଲା, ବାପା, ଆମେ ମାନେ ଏଡେ ଅବିବେକୀ। ଜେଜେବାପା ଜେଜେମାଙ୍କ ଅସୁସ୍ଥତା କଥା ପୁରା ଭୁଲିଗଲୁ ଯେ ପ୍ରଥମେ ସିନା ସେମାନଙ୍କ ଚିକିତ୍ସା କଥା ଚିନ୍ତା କରିବା ଉଚିତ ଥିଲା। ତୁମେ ତ କହୁଥିଲ ଆମ ପାଖରେ ଅର୍ଥ ବାଧକ ସାଜୁଛି ସେମାନଙ୍କର ସେବା ଶୁଶ୍ରୂଷା କରିବା ପାଇଁ ସହରକୁ ଆଣି। ଧରମଦାସ କହିଲେ, ଠିକ ମା, ଠିକ କଥା ତୁ କହିବୁ। ହେଲେ ଏଇ ସୁନାକୁ ଦେଖିଲା ପରେ ସେଗୁଡାକ ମୁଣ୍ଡକୁ ଆଉ ଆସୁନଥିଲା। ସେ ଏତକ କହିବା ମାତ୍ରେ ଥଳି ଭିତରେ ଥିବା ବସ୍ତୁ ପୁଣି ଝଟକି ଉଠିଲା। ଅର୍ଥାତ୍ ପୁଣି ସୁନା ହେଇଗଲା। ଥଳିଟି ଯେହେତୁ ଖୋଲା ଥିଲା, ସୁନାର ଚକମକ ସମସ୍ତେ ଦେଖିଲେ। ଏଥର ଧରମଦାସ ଏବଂ ଅନ୍ୟ ସମସ୍ତଙ୍କ ମୁହଁରେ ପୁଣି ହସ ଫୁଟିଲା। ଧରମଦାସ ସେହିଦିନ ଛୁଟି ନେଇ ବାପା ମାଙ୍କୁ ଆଣିବା ସକାଶେ ଗାଡି ଧରି ଗାଁ ଅଭିମୁଖେ ଚାଲିଲେ। ଏ ଗପଟି ଗୋଟେ ସିମ୍ବଲିକ ହେଇପାରେ, କିନ୍ତୁ ଆମ ଦେଖିବା ସାଧାରଣତଃ ଧନ ଯେତେବେଳେ ଆମ ପାଖକୁ ଆସେ ସେତେବେଳେ ଆମର ଏଇ ପ୍ରକାରର ହିତାହିତ ଜ୍ଞାନ ଭୁଲି ଯାଇ ଆଚରଣ ଏମିତି ହୋଇଯାଏ। ସେତେବେଳେ କେବଳ ଲୋଭ, କେବଳ ଗୋଟେ କଣ ତାକୁ କୁହନ୍ତି, ମାନେ କବ୍ଜା କରି ରଖିବା, ନିଜ ଆୟତ୍ତରେ ରଖିବା ଏବଂ ସେଇ ଧନର ମୋହରେ ପଡିଯିବା ଏବଂ ତା ସହିତ ପୁଣି ଧୀରେ ଧୀରେ ଆରମ୍ଭ ହୁଏ ତାପରେ ଭିନ୍ନ ଭିନ୍ନ କୁପ୍ରବୃତ୍ତି ଆରମ୍ଭ ହୁଏ। ଏବଂ ଯେଉଁମାନଙ୍କ ପାଖରେ ଯେତେବେଳେ ଅର୍ଥ ଆସିଯାଏ ସେତେବେଳେ ତାଙ୍କ କଥାରେ କୁହନ୍ତି, ସ୍ଵର୍ଗ ଆଉ ଦି ଆଙ୍ଗୁଳି ଦେଖାଯାଏ। ଏମିତି ଗୋଟେ କଥାଟେ ଅଛି। ଥରେ ଜଣେ ବ୍ୟକ୍ତି ଯାଉଥାନ୍ତି ଠାକୁର ଶ୍ରୀ ଶ୍ରୀ ରାମକୃଷ୍ଣ ପରମହଂସଙ୍କ ପାଖକୁ। ବାଟରେ ଗୋଟେ ଅଦ୍ଭୁତ ଦୃଶ୍ୟ ଦେଖିଲେ। ସେଠୁ ଯାଇକି କହିଲେ, ଗୁରୁଦେବ, ଠାକୁର, ଠାକୁରଜୀ, ବାଟରେ ଆସିଲା ବେଳେ ମୁଁ ଗୋଟେ ଅଦ୍ଭୁତ ଦୃଶ୍ୟ ଦେଖିଲି। ତ ଠାକୁର କହିଲେ, କଣ ଦେଖିଲ? ନା, ଗୋଟେ ବେଙ୍ଗଟେ ଗୋଟେ ଜାଗାରେ ଖାଲି ସେ ଗୋଟିଏ ଜାଗାରେ ଖପ୍ 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 ଉପରକୁ ଡେଉଁଥାଏ। ସେ କହିଲେ, ଏଥିରେ ବଡ କଥା କଣ ଅଛି? ବେଙ୍ଗ ତ ଡିଏଁ ସବୁବେଳେ। ନାଇଁ ଆଜ୍ଞା, ସେ ଡେଇଁକି କୁଆଡେ ଚାଲି ଯାଉନଥିଲା। ସେ ଗୋଟିଏ ଜାଗାରେ ଖପ୍ 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 ଡେଉଁଥିଲା। ଏବଂ ଯେତେବେଳେ ମୁଁ ତା ପାଖକୁ ଗଲି, ସେ ନ ଡରିକି ସେଇ ଜାଗାରେ ହିଁ ରହିଲା। ସାଧାରଣତଃ ବେଙ୍ଗମାନେ ଡରିକି ପଳେଇ ଯାଆନ୍ତି, କିନ୍ତୁ ସେ ସେଇ ଜାଗାରେ ରହି ଖାଲି ଖପ୍ ଖପ୍ ଡେଇଁଲା। ମୁଁ ଯେମିତି ତାକୁ ଟିକେ ଘଉଡେଇ ଦେଲି, ସେ ବାହାରକୁ ଚାଲିଗଲା, କିନ୍ତୁ ଆଉ ଡେଇଁଲା ନାହିଁ। ପୁଣି କିଛି ବାଟ ମୁଁ ଆଗକୁ ଗଲା ପରେ ଯେମିତି ବେଙ୍ଗ ଚାଲି ଚାଲି ଆସିଛି ସେଇ ଜାଗାକୁ, ପୁଣି ଡେଇଁଲା। ଠାକୁର କହିଲେ, ଯାଅ ସେ ଜାଗା ଖୋଳିଦବ, ନିଶ୍ଚୟ ତା ତଳେ ସ୍ୱର୍ଣ୍ଣ ମୁଦ୍ରା ଅଛି। ଇଏ ଆସିଲା ବେଳକୁ ସତରେ ସେ ଜାଗାଟେ ଯାଇକି ଯେମିତି ଖୋଳିଦେଲେ, ଦେଖିଲେ ତା ଦେହରେ ଗୋଟେ କଏନଟେ ରହିଛି।
ଏଇଟା ଏଇ ଅର୍ଥରେ କୁହାଯାଏ, ଯେତେବେଳେ ଅର୍ଥ ଆସେ ସେତେବେଳେ ଆମର ପ୍ରବୃତ୍ତି ଗୁଡାକ ଏମିତି ଉଥଲ ପୁଥଲ ହୁଅନ୍ତି ଏବଂ ଆମକୁ ତାଙ୍କର ଇସାରାରେ ନଚାନ୍ତି ଏବଂ ପୁଣି ପୁଣି ଆହୁରି ଅର୍ଥ ଆସକ୍ତିରେ ଆମେ ବାନ୍ଧି ହେଇଯାଉ। ସେତେବେଳେ ଆମର ଜ୍ଞାନ, ଆମର ଆଦର୍ଶ, ଆମେ ସବୁ କିଛି ଭୁଲି ଯାଉ ଏବଂ ଦେଖିବେ ସେତେବେଳେ ନିଜ ପାଖରେ ଆବଶ୍ୟକ ଠାରୁ ବହୁତ ଅଧିକ ଜିନିଷ ଆୟତ୍ତ କରି ରଖନ୍ତି। କୌଣସି ଆବଶ୍ୟକ ନଥାଏ, ଅନେକ ଗୁଡେ କାର୍ଯ୍ୟ କରାନ୍ତି। ଆମକୁ ହାତ ଦିଆ ହେଇଛି ଖାଇବା ପାଇଁ, ଆମେ ହାତରେ ଖାଉଛୁ, ଟିକେ ପଇସା ହେଇଗଲେ ମୁଁ ଚାମଚରେ ଖାଇବି, ଟିକେ ପଇସା ହେଇଗଲେ ଟେବୁଲ ଉପରେ ବସିକି ଖାଇବି, ଆଉ ଟିକେ ପଇସା ହେଇଗଲେ ଟେବୁଲ ଉପରେ କାର୍ପେଟ ପଡିବ, ତା ଉପରେ ଖାଇବି, ଆଉ ଟିକେ ପଇସା ହେଇଗଲେ ଇଏ ଚାମଚରେ କଣ ଖିଆ ହବ, ଗୋଟେ ଦାମିକିଆ ଚାମଚରେ ଖିଆ ହବ। ତାପରେ ଏମିତି ଧୀରେ ଧୀରେ ହବ କଣ ନା ସୁନା ଚାମଚ, ସୁନା ଥାଳି ରେ ଖିଆ ହବ। ଏବେ ଆପଣ ମଝିରେ ଥରେ ବାହାରିଥିଲା ଜଣେ ବ୍ୟକ୍ତି, ସେ ଯୋଉ କପ ରେ ଚାହା ପିଅନ୍ତି, ସେ କପ ର ଇଟସେଲ୍ଫ ଦାମ ହଉଛି 10-15 ଲକ୍ଷ ଟଙ୍କା। ଗୋଟେ କପ୍, କପ ରେ ସେ ଯୋଉ ଚାହା ପିଇବେ ସେ କପ ର ଦାମ ହଉଛି 10-15 ଲକ୍ଷ ଟଙ୍କା। ଏଇଭଳିଆ ତାଙ୍କ ପାଖରେ କୁଆଡେ 2-3 ପ୍ରକାର କପ୍ ରହିଛି, ଆହୁରି ଅଧିକା ଥିବ, କିନ୍ତୁ ଏମିତିଆ 10-15 ଲକ୍ଷ ଟଙ୍କାର କପ୍ 2-3 ପ୍ରକାର ରହିଛି। ତେଣୁ ଅର୍ଥ ବଢିଲେ ଏମିତି ହିଁ ରୂପ ସେ ଗ୍ରହଣ କରେ। ଆଉ ସେଇଥିପାଇଁ ଅନେକ ବର୍ଷ ଧରି ଅର୍ଥକୁ ସାଧନାର ଗୋଟେ ପ୍ରତିବନ୍ଧକ ବୋଲି ଅ, ସବୁ ସାଧୁମାନେ, ତପସ୍ୱୀ ମାନେ, ଆଚାର୍ଯ୍ୟ ମାନେ ତାକୁ ଦୂରେଇ ରଖିଛନ୍ତି ଯେ ନାଇଁ ସାଧନାର ଇଏ ଯେହେତୁ ବିରୋଧୀ, ତାଠୁ ଯଦି ନ ଦୂରେଇକି ରହିବ ତେବେ ତପସ୍ୟା କରିପାରିବ ନାହିଁ, ସାଧନା ହେଇପାରିବ ନାହିଁ, ଭଗବାନଙ୍କୁ ପ୍ରାପ୍ତ କରିପାରିବ ନାହିଁ। କିନ୍ତୁ ଯେତେବେଳେ ରୂପାନ୍ତରର ସମୟ ଆସି ପହଞ୍ଚିଛି, ମାଷ୍ଟର ଅରବିନ୍ଦ ସ୍ପଷ୍ଟ ଭାବେ କହୁଛନ୍ତି ଯେ ଏଇ ପୃଥିବୀ ପୃଷ୍ଠରେ ଯୋଉ ଜୀବ ଜଗତ ସୃଷ୍ଟି ହେଇଛି ତାର ବିବର୍ତ୍ତନ ହେବ ଏବଂ ସତ୍ୟରେ ବସବାସ କରୁଥିବା ଗୋଟେ ଜାତି ପ୍ରତିଷ୍ଠା, ଯୋଉଟା କି ଆମେ କହୁଛନ୍ତି ବର୍ତ୍ତମାନ ଅତିମାନବ ମାନେ ପ୍ରତିଷ୍ଠିତ ହେବେ, ଯୋଉମାନେ କି ସତ୍ୟ ଦ୍ଵାରା ପରିଚାଳିତ ହେବେ। ଇଏ ଏକ ଟ୍ରାନଜିସନାଲ ବିଙ୍ଗ, ତାପରେ ଆହୁରି ଏକ ସତ୍ତା ମାନେ ଆସି ପହଞ୍ଚିବେ ଯୋଉମାନଙ୍କର ଶରୀର ରୂପାନ୍ତରିତ ହେଇଯାଇଥିବ, ମନ ପ୍ରାଣ ସବୁ ରୂପାନ୍ତରିତ ହେଇଯାଇଥିବ, ସେମାନେ ପୂର୍ଣ୍ଣତଃ ସତ୍ୟ ଦ୍ଵାରା ପରିଚାଳିତ ହୋଇଥିବେ। ତେଣୁ ସେ ସମୟରେ ଯୋଉ ସତ୍ତା ମାନେ ଆସିବେ, ସେଥିପାଇଁ ଆମର ପ୍ରସ୍ତୁତି ବିଷୟ ଭିତରେ ଗଲା ବେଳକୁ ଆମକୁ ପ୍ରତ୍ୟେକ ପ୍ରତ୍ୟେକ ଟିକନିକ, ମନ ପ୍ରାଣ ଶରୀରର ଗୁଣାବଳୀକୁ, ସାମର୍ଥ୍ୟକୁ, ସବୁ ଯାକୁ କିପରି ପରମଙ୍କ ଦ୍ଵାରା ରୂପାୟିତ ହେଇପାରିବ, ରୂପାନ୍ତରିତ ହେଇପାରିବ, ସେଥିପାଇଁ ଆମକୁ ପ୍ରସ୍ତୁତ ହବାକୁ ପଡିବ। ସେଇ ପ୍ରସ୍ତୁତି ଭିତରେ ଅର୍ଥ ମଧ୍ୟ ଯିଏ ଭଗବାନଙ୍କ ପାଇଁ ବିଜୟ ହାସଲ କରିବା ଦରକାର, ସେଥିପାଇଁ ମା ସେଠୁ କହୁଛନ୍ତି ଯୋଉ ଅର୍ଥ ବର୍ତ୍ତମାନ ସୁଦ୍ଧା ଅସୁରର କବଳରେ ରହିଛି ତାକୁ ଭଗବାନଙ୍କ ପାଖକୁ ଆଣିବାକୁ ପଡିବ। କିନ୍ତୁ ଆମେ ସେଇ ଭଗବାନ ପାଖକୁ ଆଣିବାକୁ ଯେତେବେଳେ ଯାଉ, ସେତେବେଳେ ସବୁବେଳେ ଭୁଲି ଯାଉ ଯେ ତାକୁ ଆଣିଲା ବେଳେ ମଧ୍ୟ ଭଗବତ ଉପାୟରେ ଆଣିବି, ଏମିତି ନୁହଁ ଛନ୍ଦ କପଟ ଛଳରେ ଆଣିବି। ଏବଂ ସେଇଥିପାଇଁ ଅ, ଆମକୁ କେତେ ଯେ ସତର୍କ ରହିବାକୁ ପଡିବ, ତାହା ଯେତେବେଳେ ଆମେ ପାଦ ଦଉଛନ୍ତି ସେ ସମ୍ପର୍କରେ ସଚେତନ ହବା ପାଇଁ ଆମକୁ ଆସ୍ପୃହା କରିବାକୁ ପଡିବ। ବାରମ୍ବାର ମାଙ୍କୁ କହିବାକୁ ପଡିବ ଯେ ମା, ମୁଁ ଯେପରି ଅର୍ଥ ଆସକ୍ତିର କବଳରେ ପଡି ନଯାଏ, ଅର୍ଥର ମୋହରେ ପଡି ନଯାଏ, ଅର୍ଥ ଯେପରି ମତେ ପରିଚାଳିତ ନ କରୁ, ସେ ଅର୍ଥ ଯେପରି ତୁମ ପାଇଁ ପରିଚାଳିତ ହଉ, ସେ ବିଷୟରେ ଚିନ୍ତା କରିବାକୁ ପଡିବ। ଗୋଟେ କଥା ବିଷୟଟି ଭୁଲି ଯିବେ ନାହିଁ, ସେଥିପାଇଁ ଯେ ପର୍ଯ୍ୟନ୍ତ ଆଧ୍ୟାତ୍ମିକତା ଆସିନାହିଁ ସେ ପର୍ଯ୍ୟନ୍ତ ନୈତିକତାର ମଧ୍ୟ ମୂଲ୍ୟ ରହିଛି। ଯେତେବେଳେ ଆମେ ଅର୍ଥକୁ ବ୍ୟବହାର କରିବାକୁ ଯାଉ, ସେତେବେଳେ ଆମେ ଅନେକ ସମୟରେ ନୈତିକତାକୁ ମଧ୍ୟ ବଳି ପକେଇ ଦଉ। ଥରେ ବା ଏଇଭଳି ପ୍ରକାର ଘଟଣା ଘଟିପାରେ। ମନେକର ଯୋଉ ଗୋଟେ ଜାଗାରେ ଜଣେ, ଆମେ କେତେ ଜଣଙ୍କୁ ଦେଖିଛୁ ଗୋଟେ ଜାଗାରେ ସେମାନେ ଏତେ ସୁନ୍ଦର ହିସାବ ନିକାସ ରଖନ୍ତି, ଜଣକୁ ଦେଇଛନ୍ତି ତାଙ୍କ ପାଖରେ ଚାରଣା ମାନେ 25 ପଇସା ଗୁଡାଏ ଟଙ୍କା ଯଦି ଦେଇଥିଲେ, କାମ ଜିନିଷ ଆଣିଛନ୍ତି ତାଙ୍କ ଦେହରେ 25 ପଇସା ବଳି ପଡିଛି, ସେ 25 ପଇସା ମଧ୍ୟ ସେ ଫେରେଇଛନ୍ତି। କାହିଁକି ନା, ଏ ଅର୍ଥ
ମା ଦେଇଛନ୍ତି, ତାଙ୍କର ଜିନିଷ ପତ୍ର କିଣା ହେଲା, ତେଣୁ 25 ପଇସା ବୋଲି କାହିଁକି ମୁଁ ତାକୁ ରଖିଦେବି? ସେ ଫେରଉଛନ୍ତି। ଏବଂ ଯିଏ ଦେଇଥିବା ଲୋକ, ଆମେ ବେଳେ ବେଳେ ବଦାନ୍ୟତା ଦେଖେଇ କୁହନ୍ତୁ ହଁ ମୋ 25 ପଇସା ଦେ ରଖ, ସେ କହୁଛି ନା ନା, ସେ ବି ଇଏ ଯେତେବେଳେ ଦେଲେ ସେ ବି ତାକୁ ରଖିଲେ ଏବଂ ହିସାବରେ ମଧ୍ୟ ଲେଖିଲେ ଯେ ଏତିକି ପଇସା ଖର୍ଚ୍ଚ ହେଇଛି, ଏତିକି ବାରଣା ଖର୍ଚ୍ଚ ହେଇଛି, ଆଉ 25 ପଇସା ଫେରିଲା ହେଲା ବୋଲି ତା ମଧ୍ୟ ସେ ଲେଖିକି ରଖିଲେ। ସେଠି ଯେତେବେଳେ ତାଙ୍କୁ ପଚାରିଲୁ ଯେ 25 ପଇସା ତାକୁ ଦେଇ ଦେଇଥିଲେ କହିଲେ ନା, 25 ପଇସା ଯଦି ତାକୁ ଦେଇ ଦେଇଥାନ୍ତି ପ୍ରଥମରୁ ଆରମ୍ଭ କଣ ହେଇଥାନ୍ତା? ସେ କହୁଛନ୍ତି 25 ପଇସା ମୁଁ ତାକୁ ଦେଇଦେଲି, ସେ 25 ପଇସା ତ ଆଜି ରଖିଦେଲା, କାଲି ଯଦି 50 ପଇସା ବଳିବ କହିବୁ ହଁ ମୁଁ 50 ପଇସା କଣ ଫେରେଇବି। ଧୀରେ ଧୀରେ କଣ ହବ, ତା ଭିତରେ 25 ରୁ 50, ତାପରେ ଧୀରେ ଧୀରେ ଟଙ୍କାଏ 2 ଟଙ୍କା ଏମିତି ଅର୍ଥକୁ ନିଜ ପାଇଁ ରଖିବାକୁ ଆରମ୍ଭ ହେଇଯିବ। ତାମାନେ ମୁଁ ସେ ବ୍ୟକ୍ତିକୁ ଭିତରେ ଏକ ପ୍ରବୃତ୍ତି ସୃଷ୍ଟି କରିଦେଲି ଯେ କି ଆତ୍ମକୈନ୍ଦ୍ରିକ ହେଇ ହେଇ ଚାଲିବ। ଆତ୍ମା କୈନ୍ଦ୍ରିକ ନ ହେଇକିରି ଆତ୍ମକୈନ୍ଦ୍ରିକ ବା ସ୍ୱାର୍ଥ ଯୁକ୍ତ ହେଇଯିବ। ତାପରେ ଧୀରେ ଧୀରେ କଣ ହବ, ତା ଭିତରେ ଅନ୍ୟ ପ୍ରବୃତ୍ତି ମଧ୍ୟ ବୃଦ୍ଧି ପାଇବ। ଇଏ ହେଲା ଗୋଟିଏ କଥା। ସେକେଣ୍ଡ କଥା ହେଲା, ବର୍ତ୍ତମାନ ଯେତେବେଳେ ସେ 25 ପଇସା ନଦବ, ହିସାବ ଯେତିକି ଆଣିଛି ତା ଦେହରେ ଆଉ 25 ପଇସା କେମିତି ଦେଖେଇବ? ତ ତମେ ବାଧ୍ୟ ହେଇକି କଣ କରିବ, ସେଠି ମ୍ୟାନିପୁଲେଟ କରିବ। ତମେ ଯେତେବେଳେ ମ୍ୟାନିପୁଲେଟ କରିବ, ଆଜି ଯେତେବେଳେ ମ୍ୟାନିପୁଲେଟ କରୁଛ, ଧୀରେ ଧୀରେ ତା କଣ ହବ, କରପସନ ରେ ପରିଣତ ହବ। ତମେ ବି ମ୍ୟାନିପୁଲେଟ କରିବାରେ ଲାଗିଯିବ। ଆମେ ବି ଦେଖୁଛୁ ଅନେକ ଜାଗାରେ ଧୀରେ ଧୀରେ ଏମିତି ମ୍ୟାନିପୁଲେଟର ଏମିତି ଅଭ୍ୟାସ ହେଇଯାଇଥାଏ ଯେ ସେମାନେ ଅନେକ ଟଙ୍କାକୁ ମାନେ ବର୍ତ୍ତମାନ ତାପରେ ସମୟ ଆସିବ, ଆପଣ କହିବେ ଯେ ମ୍ୟାନିପୁଲେଟ କରିବାଟା ହଉଛି ଠିକ, ଯୁକ୍ତିଯୁକ୍ତ ଦେଖେଇବେ। ଏଇ ପ୍ରକାରର ଆମେ ଅର୍ଥର ଆସକ୍ତିରେ ପଡିଯାଉ। ତେଣୁ ଆମକୁ ଅର୍ଥ ସମ୍ପର୍କରେ ସଚେତନ ହବାକୁ ପଡିବ। ଯେତେବେଳେ ଆମେ ବ୍ୟବହାର ନିଜେ କରୁଛନ୍ତି, ଯେତେବେଳେ ମାଙ୍କ ପାଇଁ ଆମେ ଆଣୁଛନ୍ତି, ସେତେବେଳେ ମଧ୍ୟ ଆମକୁ ଆହୁରି ସଚେତନ ହବାକୁ ପଡିବ। ମା